ଗସ୍ତ ହେଲା ଦୋଳ ପୂର୍ଣ୍ଣିମା ହୋଲି ଉତ୍ସବକୁ ଯୋଗ ଦେବା ପାଇଁ ମୁଁ ଆସିଲି। ପ୍ରତି ବର୍ଷ ଆସେ, ଏ ବର୍ଷ ବି ସେଥିପାଇଁ ଆସିଲି ଏବଂ ମାଲକାନଗିରି ଜିଲ୍ଲାର ବିଭିନ୍ନ ଜାଗାରେ ଆସିଥିବା ସମସ୍ତଙ୍କ ସହିତ ଦେଖା ସାକ୍ଷାତ ହେଲା, ଭଲ ଲାଗିଲା, ଖୁସି ଲାଗିଲା। ଆପଣମାନଙ୍କ ସହିତ ଏଠି ବସିଲି, ଗେଟ୍ ଟୁଗେଦର ହେଲେ ଭଲ ଲାଗିଲା। ଉଦ୍ଦେଶ୍ୟ କହିଲେ ପରା ଆଜି ଯୋଉ ଆପଣମାନଙ୍କ ସହିତ ଗୋଟେ ଗେଟ୍ ଟୁଗେଦର ଥିଲା, ତା ପରିପ୍ରେକ୍ଷୀରେ କିଛି ପ୍ରଶ୍ନ ଆପଣମାନେ କଲେ। ସେ ପ୍ରଶ୍ନ ଗୁଡ଼ିକ ହେଲା ଯେ ମାଲକାନଗିରି ଏୟାରପୋର୍ଟଟା ଏୟାର ଷ୍ଟ୍ରିପ୍ଟା କେବେ କମର୍ସିଆଲ ଭାବରେ କାର୍ଯ୍ୟକାରୀ ହେବ, ମାଲକାନଗିରି ରେଲୱେ କେବେ ହେବ, ମାଲକାନଗିରିରେ ମେଡିକାଲରେ କେବେ ଡକ୍ଟର ସଫିସିଏଣ୍ଟ ହେବ, ଆପଣଙ୍କର ମାଲକାନଗିରି ଯେଉଁ ବିଇଡି କଲେଜଟା ବିଲ୍ଡିଂ ତିଆରି ହେଇଛି ସେଟା କେବେ କାର୍ଯ୍ୟକାରୀ ହେବ, ପିଲାମାନେ ପାଠ କେବେ ପଢ଼ିବେ। ଗୋଟିଏ କଲେଜ ଥିଲା, ମାନେ ଗଙ୍ଗାଧର ମାରି ପୂର୍ବତନ ମନ୍ତ୍ରୀଙ୍କ ସମୟ ସେ କରିଥିଲେ ମାଲକାନଗିରି କଲେଜ, ସେଟା ଆଜି ଯାଏ ଗଭର୍ଣ୍ଣମେଣ୍ଟ ହେଇନି, ସେଟା କେବେ ଗଭର୍ଣ୍ଣମେଣ୍ଟ ହେବ। ତାପରେ ଅନ୍ୟାନ୍ୟ ପ୍ରଶ୍ନ କିଛି ସାମ୍ବାଦିକ ବନ୍ଧୁ କଲେ ମୋତେ ଯେ ଯେଉଁମାନଙ୍କର କିଛି ରେଭେନ୍ୟୁ ଗାଁ ଡିକ୍ଲେୟାର ହେବା କଥା, ବେଙ୍ଗଲୀ ଗାଁ, କିଛି ଆଦିବାସୀ ଗାଁ ଏପର୍ଯ୍ୟନ୍ତ କାହିଁକି ହେଇପାରୁନାହିଁ। ଯେଉଁମାନଙ୍କର ଆପଣଙ୍କର ଏଇ ଯେଉଁ ଗୋଟେ ଲେଖା ବେଙ୍ଗଲୀ ଟିଚର, ଯେମିତି ତେଲୁଗୁ ସ୍କୁଲରେ ତେଲୁଗୁ ଟିଚର ଗୋଟେ ଅଛି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ, ଉର୍ଦ୍ଦୁ ଟିଚର ଅଛି ମୁସଲିମ ଭାଇମାନଙ୍କ ପାଇଁ ପଞ୍ଚମ ଶ୍ରେଣୀ ଯାଏ, ବେଙ୍ଗଲୀ ଗାଁରେ ନାହିଁ, ସେ କଥା ବି ପଚାରିଛନ୍ତି। ଗ୍ରୀନ୍ କାର୍ଡ, ଯେଉଁ ଗ୍ରୀନ୍ କାର୍ଡଟା ଆବଶ୍ୟକ ନାହିଁ, ତାକୁ ବି ତହସିଲଦାର ମାନେ ତାକୁ ଜବରଦସ୍ତି କହିବାରୁ ସେମାନେ ହଇରାଣ ହରକତ ହେଉଛନ୍ତି। ଲ୍ୟାଣ୍ଡ ପାର୍ଟଟା ପାଇଛନ୍ତି, ଆଉ ଗ୍ରୀନ୍ କାର୍ଡର ଆବଶ୍ୟକତା ନାହିଁ। ଲ୍ୟାଣ୍ଡ ପାର୍ଟଟା ଇଜ ଦି ଅଥେଣ୍ଟିକ୍ ଡକୁମେଣ୍ଟ ହ୍ୱିଚ୍ ଇଜ ଇସ୍ୟୁଡ୍ ବାଇ ଦି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା। ଏଭଳି କିଛି ପ୍ରଶ୍ନ ମାନେ କରିଛନ୍ତି। ମୁଁ ସେ କଥା କହିଲି, ମୁଁ ଏଠୁ ଗଲା ପରେ ଯାହା ଯାହା ପ୍ରଶ୍ନ ଆପଣମାନେ କରିଛନ୍ତି ମୁଁ ଆମର ମାନ୍ୟବର ଯଶସ୍ୱୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବି, ବିଭାଗୀୟ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିବି, ଏ ସମସ୍ୟା ଯେମିତି ସମାଧାନ ହେବ ତାହା ନେଇ ସରକାର ଯାହା କମିଟମେଣ୍ଟ କରନ୍ତି ତାହା ନିଶ୍ଚିତ ଭାବରେ କରିବେ, ଏ ପ୍ରତିଜ୍ଞାବଦ୍ଧ। ବର୍ତ୍ତମାନ ସୁଦ୍ଧା 8 ମାସ ହେଇଛି ସରକାର ଆଉ ରେଲୱେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଦୂର ଆଗେଇଛି। ରେଲୱେର ସର୍ଭେ କାର୍ଯ୍ୟ ଚାଲିଛି। ଏସିଆ ମହାଦେଶରେ ସବୁଠୁ ବେଶୀ ଟନେଲ ଆମର ଜୟପୁରଠୁ ମାଲକାନଗିରି ଆସିଲା ପରେ ପାହାଡ଼ ଭିତରେ ଦେଇ ଆସିବେ। ଏବେ ଜମି ଏକରିଂ ଚାଲିଛି ଏବଂ ବିଶେଷ କରି ଯେଉଁ ଲୋକ ଜମି ଦେବେ ସେ ଯଦି ରାଜି ନ ହେବ ତାହେଲେ ତାଙ୍କ ପାଇଁ ବହୁତ କଷ୍ଟ ଜମି ନେବା ପାଇଁ। ସର୍ଭେ ଚାଲିଛି ଏବଂ ଖୁବ୍ ଶୀଘ୍ର ମାନେ ସର୍ଭେ କାମ ସରିଯିବ, ସରିଗଲା ପରେ କାମ ଷ୍ଟାର୍ଟ କରିବେ। ନବରଙ୍ଗପୁର ସାଇଡ୍ରେ ଏକ ପ୍ରକାର କାମ ଆରମ୍ଭ କଲା ଭଳିଆ ବ୍ୟବସ୍ଥା ହେଇଗଲାଣି, ଜୟପୁରରୁ ନବରଙ୍ଗପୁର। ସମସ୍ୟା ଅଛି ମାଲକାନଗିରିର ସ୍ୱାସ୍ଥ୍ୟର ବ୍ୟବସ୍ଥା, ଡାକ୍ତରର ଅଭାବ ଅଛି। ବର୍ତ୍ତମାନ ସୁଦ୍ଧା ପ୍ରତ୍ୟେକ ଗାଁ ଗହଳିରେ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକ। ଆମ ସରକାର ତ ଘୋଷଣା କରିଛନ୍ତି 30ଟା ଜିଲ୍ଲାରେ ସ୍ୱାସ୍ଥ୍ୟମନ୍ତ୍ରୀ ଘୋଷଣା କରି 30ଟି ମେଡିକାଲ କଲେଜ କରିବେ। ମେଡିକାଲ କଲେଜ କଲେ ନିଶ୍ଚିତ ଭାବରେ ସ୍ୱାସ୍ଥ୍ୟର ସମସ୍ୟା ଯେଉଁ ଅଛି ସମସ୍ୟାର ସମାଧାନ ବି ହେଇପାରିବ। ଆପଣ ସମସ୍ତେ ଶୁଣିଥିବେ, ଆପଣମାନେ ତ ମିଡ଼ିଆ ଭାଇମାନେ ଅଛନ୍ତି, ସେ ତ ଘୋଷଣା ବି କରିଛନ୍ତି ଯେ 30ଟି ଜିଲ୍ଲାରେ 30ଟି ମେଡିକାଲ କଲେଜ ହେବ। ଏବେ ଆମର ଯେତେ ବଡ଼ ବଡ଼ ସବୁ ମେଡିକାଲ ହେଲାନି, ସେଥିରେ କଲେଜ ବି ଚାଲିପାରିବ ପ୍ରଥମେ ଅବସ୍ଥାରେ, ପରେ ବିଲ୍ଡିଂ ବି ହେଇପାରିବ। କମର୍ସିଆଲ ଯାହା ଯାହା ତାଙ୍କର ଡେଫିସିଏନ୍ସି ଅଛି କମର୍ସିଆଲ ହେବା ପାଇଁ, ସେଗୁଡ଼ାକ ଯାଇକରି ଆମର ଯେଉଁ ଅଛନ୍ତି ମିନିଷ୍ଟର ଯେଉଁ ଅଛନ୍ତି ତାଙ୍କ ସହିତ ଏ ବିଷୟ ଆଲୋଚନା କରାଯିବ ଯେ ମାଲକାନଗିରି ଲୋକମାନେ ଡିମାଣ୍ଡ କରୁଛନ୍ତି। ମୁଁ ଗଲା ପରେ ମୋତେ ଡିମାଣ୍ଡ କଲେ ସେ ଯଥାଶୀଘ୍ର ଏୟାର ଷ୍ଟ୍ରିପ୍ଟାକୁ କାର୍ଯ୍ୟକାରୀ କରାଯାଉ। ମୁଁ ଆପଣଙ୍କର ଯାହା ପ୍ରଶ୍ନ ଆଜି ମୋତେ କରିଛନ୍ତି, ମୁଁ ସବୁ ପ୍ରଶ୍ନ ବିଭାଗୀୟ ମନ୍ତ୍ରୀଙ୍କ ସହିତ ମିଶିକରି ଆଲୋଚନା କରିବି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବି ଏବଂ ତାଙ୍କୁ ମୁଁ ଲିଖିତ ଆକାରରେ ଦେବି। ଏ ସମସ୍ୟା ଗୁଡ଼ାକ ଦେଇଛନ୍ତି ମାଲକାନଗିରି ଜନସାଧାରଣ, ସାମ୍ବାଦିକ ବନ୍ଧୁମାନେ ମୋତେ ପ୍ରଶ୍ନ କରିଥିଲେ, ସମାଧାନ କେତେ ଶୀଘ୍ର ହେବ ତା ପାଇଁ ପଦକ୍ଷେପ ମୁଁ ପୋଲାଭରମ ବିଷୟ ମଧ୍ୟ ଆଲୋଚନା କରିବି ଯେ ପୋଲାଭରମ ବିଷୟରେ ଯେଉଁମାନଙ୍କର କ୍ଷୟକ୍ଷତି ହେବେ ଗଭର୍ଣ୍ଣମେଣ୍ଟ ସେଟା କେମିତି କ'ଣ କରିବେ ସେ କଥା ମଧ୍ୟ ନିଶ୍ଚିତ। ଆମ ସରକାର ଜନତାର ସରକାର, ଲୋକଙ୍କର ସରକାର, ଲୋକଙ୍କର ଅସୁବିଧା କେବେ ହେଲେ ବରଦାସ୍ତ କରିବେ ନାହିଁ। ତାଙ୍କୁ କେମିତି କମ୍ପେନସେଟ୍ କରାଯାଇପାରିବ ସେ ବିଷୟରେ ବ୍ୟବସ୍ଥା କରିବେ ସବୁ।